ଚିଲ କାଉମାନଙ୍କ ପାଖକୁ ଚାଲି ଆସେ। ଆରେ ଏ ଦୁଷ୍ଟ କାଉମାନେ, ତମେମାନେ ଏଇ ଯାଦୁର ନଦୀରୁ ଲାଭ ନେଇ ଆଉ କାହାକୁ କହିବନି ବୋଲି ଭାବୁଛ? ମୁଁ ଏବେ ଯାଉଛି ଆମ ଜଙ୍ଗଲରେ ଉଡ଼ି ଉଡ଼ି ସମସ୍ତଙ୍କୁ କହିବି ଏହି କଥା। କାଉ ଦୁଇଜଣ ଆଁ କରିକି ଚିଲକୁ ଅନାଇଥାନ୍ତି ଆଉ ଭାବନ୍ତି, ଏହି ଚିଲ କେଉଁଆଡ଼ୁ ଆସି ତାଙ୍କ କଥା ଶୁଣି ଦେଇଛି ବୋଲି। କାଉ କୁହେ, ଆରେ ଚିଲ ଭାଇ, ରହିଯାଅ ସେଠି। ତମେ ଯାଅ ଏହି ଯାଦୁ ନଦୀକି, ଯାହା କହିବ ତମର ସବୁ ପୂରଣ ହେବ। କିନ୍ତୁ ଆମ ଜଙ୍ଗଲରେ କାହାକୁ ବି ଏହି କଥା କୁହ ନାହିଁ। ଚିଲ କାଉମାନଙ୍କ କଥା କିଛି ନ ଶୁଣି ସେଠାରୁ ଉଡ଼ିକି ଚାଲିଯାଏ। ଆଉ ଉଡ଼ି ଉଡ଼ି ଯାଇ ଜଙ୍ଗଲର ସମସ୍ତଙ୍କୁ ଏହି କଥା କହିଦିଏ। ଆରେ ସାଙ୍ଗମାନେ, ଆମ ଜଙ୍ଗଲରେ ଯେଉଁ ନଦୀ ଅଛି, ସେହି ନଦୀ ଯାଦୁର। ଯାହାର ଯାହା ଦରକାର ସେଇଆ ମାଗି କିଛି ପାଣି ପିଇବ। ସେଇ ଯାଦୁର ନଦୀ ସେଇ କଥା ପୂରଣ କରିବ। ଚିଲ ଉଡ଼ି ଉଡ଼ି ସମସ୍ତଙ୍କୁ ଏହି କଥା ଜଣାଇ ଦିଏ। କିଛି ସମୟ ପରେ ସବୁ ପକ୍ଷୀ ସେହି ନଦୀ ପାଖକୁ ଚାଲିଯାଆନ୍ତି। ଯାହାର ଯାହା ସ୍ୱପ୍ନ ସେହି ନଦୀକୁ ମାଗି ପୂରଣ କରନ୍ତି। ଏମିତି ବହୁତ ଦିନ ଚାଲିଲା। ତାଙ୍କ ଜଙ୍ଗଲର ସବୁ ପକ୍ଷୀ ଯାଇ ସେହି ଯାଦୁର ନଦୀରେ ସବୁ ମାଗି ସାରିଥିଲେ। କିନ୍ତୁ ମେନା ଚଢ଼େଇ ସେହି ନଦୀ ପାଖକୁ କିଛି ମାଗିବାକୁ ଆସିନଥାଏ। ସବୁ ପକ୍ଷୀମାନେ ମିଶି ମେନା ଚଢ଼େଇ ପାଖକୁ ଯାଆନ୍ତି। ବୁଲବୁଲି ମାଉସୀ କୁହେ, ଆରେ ମେନା ଚଢ଼େଇ, ତୁ ଏଠାରେ କ'ଣ ବସିଛୁ? ତୁ ଜାଣିନୁ କି ଆମ ଜଙ୍ଗଲରେ ଯେଉଁ ନଦୀ ଅଛି ସେହି ନଦୀ ଯାଦୁର ବୋଲି। ଯିଏ ଯାହା ମାଗୁଛି ସେହି ଯାଦୁର ନଦୀ ତାର ସବୁ ଇଚ୍ଛା ପୂରଣ କରୁଛି। ମୁଁ ମଧ୍ୟ ମୋରି ପାଇଁ ମାଗିଥିଲି କି ମୁଁ ଗୋଟିଏ ହାତୀ ହୋଇଯାଏ ବୋଲି, ଆଉ ଯାଦୁର ନଦୀ ମୋତେ ହାତୀ କରିଦେଇଥିଲା। ମୁଁ ହାତୀ ହୋଇ ବୁଲୁଥିଲି। ସେହି ନଦୀ ଖାଲି ଥରେ ଇଚ୍ଛା ପୂରଣ କରୁଛି। ତାହାପରେ କାଉ କୁହେ, ଆରେ ହଁ ମେନା ଚଢ଼େଇ, ତୁ ମଧ୍ୟ ଯା। ତୋର ଯାହା ସ୍ୱପ୍ନ ଅଛି ତୁ ମାଗିବୁ। ଆଉ ହଁ, ତୁ ମୋରି ପାଇଁ ମଧ୍ୟ କହିବୁ କାଉ ଭାଇକୁ ଗୋଟିଏ ଫଳ ଗଛ ଦିଅ ବୋଲି। କାଉ କଥା ଶୁଣି ସବୁ ପକ୍ଷୀମାନେ ଲୋଭରେ ଆସି ମେନା ଚଢ଼େଇକୁ ଆଉ ଗୋଟିଏ ଲେଖା ଜିନିଷ ମାଗିବାକୁ କୁହନ୍ତି। ମେନା ଚଢ଼େଇ ବିରକ୍ତ ହୋଇ କୁହେ, ଆରେ ଚୁପ୍ କର ସମସ୍ତେ, ନହେଲେ ମୁଁ ପାଗଳ ହୋଇଯିବି। କାଉ ଭାଇ, ତମେ ଯେତେବେଳେ ତମ ସ୍ୱପ୍ନ କଥା ମାଗିଥିଲ, କାହିଁ ମୋରି ପାଇଁ ତ କିଛି ମାଗିନଥିଲ? ଆଉ ତମେମାନେ ସମସ୍ତେ ମୋରି ପାଇଁ କି ଆମ ଜଙ୍ଗଲ ପାଇଁ ତ କିଛି ମାଗିନ। ତମ ସ୍ୱାର୍ଥ ପାଇଁ ତମ ପାଇଁ ମାଗିଲ, ଆଉ ତମର ସ୍ୱପ୍ନ ପୂରଣ ହେଲା। ଏବେ ଆସିଛ ମୋତେ ତମମାନଙ୍କ ପାଇଁ ମାଗିବାକୁ କହୁଛ। ମୁଁ ତମମାନଙ୍କ ପାଇଁ କି ମୋରି ପାଇଁ ମୁଁ କିଛି ମାଗିବି ନାହିଁ। ମୁଁ ସମୟ ଆସିଲେ ମୁଁ କ'ଣ ମାଗିବି ମୁଁ ସେଇ କଥା ଭଲ ଭାବରେ ଜାଣିଛି। ତମେମାନେ ଏବେ ଏଠାରୁ ଯାଅ।
ସମସ୍ତେ ସେଠାରୁ ଚାଲିଯାଆନ୍ତି। ଏମିତି କିଛି ଦିନ ବିତିଯାଏ। ତାଙ୍କ ଜଙ୍ଗଲରେ ନିଆଁ ଲାଗି କିଛି ବିଷଧର ବାୟୁ ଚାଲି ଆସେ। ବୁଲବୁଲି ମାଉସୀ ତାର ଘରେ ଥାଏ। ସେହି ବାୟୁ ଆସିବାରୁ ବୁଲବୁଲି ମାଉସୀ ସେଇଠି ବେହୋସ ହୋଇଯାଏ। କାଉମାନେ ମଧ୍ୟ ତାଙ୍କ ଘରେ ଥାଆନ୍ତି। ତାଙ୍କ ଘରକୁ ମଧ୍ୟ ସେହି ପ୍ରଦୂଷଣ ବାୟୁ ଚାଲି ଆସେ। ସେମାନେ ମଧ୍ୟ ବେହୋସ ହୋଇଯାଆନ୍ତି। ଦେଖୁ ଦେଖୁ ସବୁ ପକ୍ଷୀମାନେ ବେହୋସ ହୋଇ ତଳେ ପଡ଼ିଯାଆନ୍ତି। ମେନା ଚଢ଼େଇ ଏସବୁ ଦେଖି ବହୁତ ଚିନ୍ତାରେ ପଡ଼ିଯାଏ। ତାହାପରେ ତାର ସେହି ଯାଦୁର ନଦୀ କଥା ମନେ ପଡ଼େ। ମେନା ଚଢ଼େଇ ଆଉ ସମୟ ନଷ୍ଟ ନ କରି ସେହି ଯାଦୁର ନଦୀ ଆଡ଼କୁ ଉଡ଼ିକି ଚାଲେ। ଯାଇ ସେହି ଯାଦୁର ନଦୀରେ ମେନା ଚଢ଼େଇ ପହଞ୍ଚେ। ହେ ମା ଯାଦୁର ନଦୀ, ମୋର ସବୁ ସାଙ୍ଗସାଥୀ ଆଜି ବିପଦରେ। ମା, ମୋତେ ଏମିତି କିଛି ଯାଦୁର ଜିନିଷ ଦେ, ଯେମିତି ସବୁ ପକ୍ଷୀମାନେ ଭଲ ହୋଇଯିବେ, ଆଉ ସେହି ବିଷାକ୍ତ ବାୟୁ ଯେମିତି ଆମ ଜଙ୍ଗଲରୁ ଚାଲିଯିବ। ତାହାପରେ ନଦୀ ମେନା ଚଢ଼େଇକୁ ପାଣି ଭିତରକୁ ନେଇଯାଏ, ଆଉ ଗୋଟିଏ ଅଲଗା ଦୁନିଆକୁ। ସେହି ଦୁନିଆରେ କେହି ନଥାନ୍ତି। ଗୋଟିଏ ନୀଳ ରଙ୍ଗର ଆଲୋକ ଥାଏ। ଯାଦୁର ନଦୀ ମେନା ଚଢ଼େଇକୁ କୁହନ୍ତି, ମେନା ଚଢ଼େଇ ତୁ ସେଇ ଆଲୋକ ତୋରି ସାଥିରେ ଧର। ଦେଖିବୁ ତୋର ଜଙ୍ଗଲରେ ଯାହା ବି ଅସୁବିଧା ହେଇଛି ସେସବୁ ଦୂର ହୋଇଯିବ। ମେନା ଚଢ଼େଇ ସେହି ଆଲୋକକୁ ଧରେ। ତାହାପରେ ସେହି ଯାଦୁର ନଦୀ ମେନା ଚଢ଼େଇକୁ ତାଙ୍କ ଜଙ୍ଗଲକୁ ନେଇ ଆସନ୍ତି। ମେନା ଚଢ଼େଇ ତାଙ୍କ ଜଙ୍ଗଲକୁ ଯାଇ ସେହି ଆଲୋକ ଛାଡ଼ିଦିଏ। ସେହି ବିଷାକ୍ତ ବାୟୁ ସେଠାରୁ ଚାଲିଯାଏ, ଆଉ ସବୁ ପକ୍ଷୀମାନେ ଉଠନ୍ତି। ସମସ୍ତେ ମେନା ଚଢ଼େଇକୁ ଭଲ ପାଆନ୍ତି। ବୁଲବୁଲି ମାଉସୀ କୁହେ, ଆରେ ମେନା ଚଢ଼େଇ, ତୁ ଆମର ଜୀବନ ବଞ୍ଚାଇଛୁ। ଆମେ ସେଇ ଯାଦୁର ଶକ୍ତି ନିଜ ସ୍ୱାର୍ଥ ପାଇଁ ମାଗିଥିଲୁ, କିନ୍ତୁ ତୁ ଆମମାନଙ୍କ ସମସ୍ତଙ୍କ ଭଲ ପାଇଁ ମାଗିଲୁ। ତୁ ହିଁ କେବଳ ସେଇ ଯାଦୁର ଶକ୍ତି ପାଇଁ ଯୋଗ୍ୟ। କାଉ ମଧ୍ୟ କୁହେ, ଆରେ ମେନା ଚଢ଼େଇ, ଆମେ ମଧ୍ୟ ଭାବିଲୁ କିଛି କାମ ନ କରି ଖାଦ୍ୟ କେମିତି ମିଳିବ, କିନ୍ତୁ କାମ ନ କରି ଖାଇଲେ ଆମେମାନେ କେବେ ଖୁସିରେ ରହିପାରିବା ନାହିଁ। ସମସ୍ତେ ସମସ୍ତଙ୍କର ଭୁଲ ବୁଝି ପାରନ୍ତି, ଆଉ ସମସ୍ତେ ନିଜ ନିଜ କାମ କରି ଖୁସିରେ ରୁହନ୍ତି। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଓଡ଼ିଆ କାର୍ଟୁନ ବାଡ଼ି ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ ସେୟାର କରନ୍ତୁ ଓ ନୂଆ ନୂଆ ଭିଡ଼ିଓ ଦେଖନ୍ତୁ।